ମା ବଢେଇଶୁଣୀ ୟୁଥ୍ କ୍ଲବର ଅଷ୍ଟମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଖେଳରେ ଡୁମ୍ବୁରିଆ ଏକାଦଶ ସହିତ ଦଳେଇ ପଶି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଡୁମ୍ବୁରିଆ ଏକାଦଶ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇ 10 ଓଭରରେ 10 ୱିକେଟ୍ ହରାଇ ଦଳ 66 ରନ୍ ସଂଗ୍ରହ କରିଥିଲା। ଜବାବରେ ଦଳେଇ ପଶି ଏକାଦଶ 3 ୱିକେଟ୍ ବିନିମୟରେ 67 ରନ୍ ସଂଗ୍ରହ କରି ବିଜୟ ଲାଭ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ 16ଟି ଦଳ ଅଂଶଗ୍ରହଣ କରିଥିଲେ। 5 ଦିନ ଧରି ଖେଳ ପରିଚାଳନା ହୋଇଥିଲା। ପୁରସ୍କାର ଉତ୍ସବରେ ଭାରତୀୟ ଜନତା ପାର୍ଟିର ଅଖିଳ ଚନ୍ଦ୍ର ନାୟକ, ମୁଖ୍ୟ ବକ୍ତା ନୀଳାମ୍ବର ନାୟକ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଗୌରହରି ନାୟକ ଯୋଗଦେଇ ପ୍ରଥମ ପୁରସ୍କାର 9,000 ଏବଂ ଦ୍ୱିତୀୟ ପୁରସ୍କାର 7,000 ଟଙ୍କା ପ୍ରଦାନ କରିଥିବା ଜଣାଯାଇଛି। ସୁବଳ କୁମାର ସେଠୀ ଓ ଦୀପକ କୁମାର ନାୟକ ଖେଳ ପରିଚାଳନା କରିଥିବା ବେଳେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। କେନ୍ଦୁଝରରୁ ଜିଲ୍ଲା ପ୍ରତିନିଧି ଦଶରଥ ବାରିକଙ୍କ ରିପୋର୍ଟ, ଜେଏମ୍ଜେ ନ୍ୟୁଜ୍।